ଜାମୁକୋଳି ବିଷୟରେ ଆଜି ଜାଣିବା ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ। ସବସ୍କ୍ରାଇବ କରନ୍ତୁ ଏବଂ ଆସନ୍ତୁ ଆଗକୁ ବଢ଼ିବା। ଜାମୁକୋଳି ଭାରତ ପାଇଁ ଗୋଟିଏ ବରଦାନ। ଖରାଦିନ ଶେଷରେ ବର୍ଷା ଦିନେ ଏହା ପ୍ରଚୁର ପରିମାଣରେ ହୁଏ। ଓଡ଼ିଶାରେ ବହୁତ ପରିମାଣରେ ସବୁ ଜାଗାରେ ମିଳିଥାଏ। ଜାମୁକୋଳି ଶୀତଳ ପ୍ରକୃତିର, ଶରୀରର ତାପମାତ୍ରାକୁ କମ୍ କରେ, ପିତ୍ତକୁ ଶାନ୍ତ କରେ। ଏହାର କୁଲିଂ ପ୍ରପର୍ଟି ରହିଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ ପ୍ରଚୁର ପରିମାଣରେ ଥାଏ। ଏହା ଛଡ଼ା ପୋଟାସିୟମ୍, ଆଇରନ୍ ଏବଂ ଆନ୍ଥୋସିଆନିନ୍ ଭଳି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଏଥିରେ ଥାଏ। ଏଥିରେ ଅଧିକ ପରିମାଣରେ ଫାଇବର ମଧ୍ୟ ରହିଥାଏ। ଜାମୁକୋଳିକୁ ଡାଇବେଟିସ୍ ରୋଗୀମାନଙ୍କ ପାଇଁ ଆମ୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଡାଇବେଟିସ୍କୁ ନିୟନ୍ତ୍ରଣ ରଖିଥାଏ। ଡାଇବେଟିସ୍ ପେସେଣ୍ଟମାନଙ୍କର ବାରମ୍ବାର ଶୋଷ ଲାଗିବା, ବାରମ୍ବାର ପରିସ୍ରା ଲାଗିବା, ବହୁମୂତ୍ର ଇତ୍ୟାଦି ସମସ୍ୟାକୁ ଦୂର କରିଥାଏ। କିଡନୀ ଷ୍ଟୋନ୍ ଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଜାମୁକୋଳି ଖାଇବା ଆବଶ୍ୟକ। ପିଲା ଖଟରେ ଯଦି ପରିସ୍ରା କରୁଛି ରାତିରେ ଅଜାଣତରେ, ତାହେଲେ ତାକୁ ଜାମୁକୋଳି ଖାଇବାକୁ ଦିଅନ୍ତୁ। ପାନକ୍ରିଆସକୁ ଜାମୁକୋଳି ଆକ୍ଟିଭେଟ୍ କରିଥାଏ। ଜାମୁକୋଳି ଖାଇବା ଦ୍ୱାରା ଦାନ୍ତ ମାଢ଼ି ଦୃଢ଼ ରହେ, ମୁହଁର ଘା ବା ଅଲସର ଏବଂ ପାଇରିଆରୁ ରକ୍ଷା ମିଳିଥାଏ। ଯାହାର ଗଳା ଖରାପ ହୋଇଥାଏ, ସ୍ୱର ଭଙ୍ଗ ହୋଇଥାଏ, ଜାମୁକୋଳି ଗଛର ଛାଲ ବା ପତ୍ରକୁ ପାଣିରେ ସିଝାଇ ପିଇବ। ଏହାର ଛାଲର ଭସ୍ମକୁ ଦାନ୍ତରେ ଘଷିଲେ ଦାନ୍ତ ରୋଗ ଦୂର ହୋଇଥାଏ। ଜାମୁକୋଳି ସେବନ ଲିଭରକୁ ପୋଷଣ ଯୋଗାଏ, ଡିଟକ୍ସିଫାଏ କରେ ବା ସଫା କରେ। ଗୋଟିଏ ବିଶେଷ ଉପକାରିତା, ପେଟରେ କୌଣସି ପ୍ରକାରର ଚୁଟି ବା କେଶ ଥିଲେ ଯାହା ଖାଇବା ଦ୍ୱାରା ହଉ ବା ଅନ୍ୟ କୌଣସି ଜିନିଷ ଦ୍ୱାରା ହଉ ଯଦି ପେଟରେ ଥାଏ, ତାହେଲେ ଜାମୁକୋଳି ସେବନ ଦ୍ୱାରା ଜାମୁକୋଳି ତାକୁ ମେଲ୍ଟ କରିଦେଇଥାଏ। ଏହା ଛଡ଼ା ଆମର ଶରୀରରେ କୌଣସି ଜାଗାରେ ଏକ୍ସେସ୍ ୱାଟର ବା କୌଣସି କୋଶିକା ଭିତରେ ଅଧିକ ପାଣି ଯଦି ଡିପୋଜିଟ୍ ହେଇଯାଇଥାଏ ବା ୱାଟର ରିଟେନସନ୍ ହୋଇଯାଇଥାଏ, ତାକୁ ମଧ୍ୟ ଜାମୁକୋଳିର ସେବନ କମାଇ ଦେଇଥାଏ। ଆସନ୍ତୁ ଜାଣିବା ଜାମୁକୋଳି ଖାଇବାର କେତେଗୁଡ଼ିଏ ମୁଖ୍ୟ ଉପକାରିତା। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, କ୍ୟାନ୍ସରକୁ ବା କ୍ୟାନ୍ସର ସେଲ୍ ଫର୍ମେସନକୁ ପ୍ରିଭେଣ୍ଟ କରେ। ଏଥିରେ ଆନ୍ଥୋସିଆନିନ୍ ଆଉ ପୋଟାସିୟମ୍ ଥିବାରୁ ହୃଦୟକୁ ସୁସ୍ଥ ରଖେ, ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରେ, ହାଡ଼କୁ ମଜବୁତ କରେ, ବ୍ରଣକୁ କମ୍ କରିଥାଏ, ପାଚନ ତନ୍ତ୍ରକୁ ପରିଷ୍କାର ଆଉ ସୁଦୃଢ଼ କରେ, ଅର୍ଶ, ପାଇଲ୍ସ ଇତ୍ୟାଦି ସମସ୍ୟାରୁ ମୁକ୍ତି ଦିଏ, ରକ୍ତର ପରିମାଣକୁ ବଢ଼ାଏ, ହିମୋଗ୍ଲୋବିନ୍କୁ ବଢ଼ାଇଥାଏ। ଏହାଛଡ଼ା ଅନିଦ୍ରା ସମସ୍ୟା ଦୂର କରେ, ଧାତୁ ରୋଗ, ପ୍ରମେହ ଇତ୍ୟାଦି ସମସ୍ୟାକୁ ଦୂର କରିଥାଏ। କେମିତି ଖାଇବେ? ଯଦି ଆପଣମାନେ ସିଧାସଳଖ ଜାମୁକୋଳି ଖାଉଛନ୍ତି, ତାହା ସବୁଠାରୁ ଭଲ। ଜାମୁକୋଳିକୁ ବିଭିନ୍ନ ଉପାୟରେ ମଧ୍ୟ ଖାଇହେବ। ଜାମୁନ ଭିନେଗାର ପ୍ରସ୍ତୁତ କରି ଖାଇହେବ। ମାର୍କେଟରେ ମଧ୍ୟ ଏହା ଉପଲବ୍ଧ। ଏହାଛଡ଼ା ହୋମିଓପାଥି ଫର୍ମୁଲେସନ ଜାମୁକୋଳିର ମଦର ଟିଂଚର, ଯାହା ସିଜିଜିୟମ ଜାମ୍ବୋଲାନମ ନାମରେ ମାର୍କେଟରେ ଆଭେଲେବୁଲ ଅଟେ, ତାକୁ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଇହେବ। ଏହାଛଡ଼ା ଜାମୁ କୋଳିର ମଞ୍ଜିର ଚୂର୍ଣ୍ଣ ବା ଗୁଣ୍ଡ ଆଖି ରୋଗ ପାଇଁ ବହୁତ ଉପକାରୀ। ସମ ପରିମାଣର ଅଁଳା ଗୁଣ୍ଡ, ଜାମୁ ମଞ୍ଜି ଗୁଣ୍ଡ ଏବଂ ମହୁ ସହିତ ମିଶାଇ ସେବନ କଲେ ଆଖି ରୋଗ ଦୂର ହୋଇଥାଏ। ଏଇମିତିରେ ଆବାଳ ବୃଦ୍ଧ ବନିତା ସମସ୍ତେ ଜାମୁକୋଳି ଖାଇବାକୁ ଭାରି ଭଲ ପାଆନ୍ତି, କିନ୍ତୁ ଏହାକୁ ଖାଇବାରେ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଯେମିତିକି ସକାଳେ ଖାଲି ପେଟରେ ଏହାକୁ ଖାଇବ ନାହିଁ, ଏହାଦ୍ୱାରା ଏସିଡିଟି ବଢ଼ିବ। ଦିନରେ ବା ଦୁହିପହର ସମୟରେ ଏହାକୁ ଖାଇବା ଉଚିତ। ଅଧିକ ପରିମାଣରେ ଖାଇବ ନାହିଁ। ଲୁଣ ସହିତ ଖାଇବା ଆବଶ୍ୟକ, ନହେଲେ ବ୍ଲଡ ପ୍ରେସର ଲୋ ହେବାର ସମ୍ଭାବନା ଥାଏ। ହାଇ ବ୍ଲଡ ପ୍ରେସର ରୋଗୀ ବିନା ଲୁଣରେ ଖାଇବ, କାରଣ ଜାମୁକୋଳିରେ ଥିବା ପୋଟାସିୟମ ଶରୀରରେ ଥିବା ସୋଡିୟମକୁ କଣ୍ଟ୍ରୋଲ କରିଥାଏ। ଜାମୁକୋଳି ଖାଇକି ପାଣି ବା କ୍ଷୀର ପିଇବେ ନାହିଁ, ମୁଖ୍ୟତଃ କ୍ଷୀର ଏହାର ପୂର୍ବରୁ ବା ପରେ ସେବନ କରିବେ ନାହିଁ। ନର୍ମାଲ ସୁଗାର ଥିବା ବ୍ୟକ୍ତି
ଟିକିଏ ଗୁଡ଼ ସହିତ ଖାଇପାରିବେ। ନହେଲେ ସୁଗାର ଲେବୁଲ କମିଯିବାର ସମ୍ଭାବନା ଥାଏ। ଖାଇବାର ପରିମାଣ ଦୈନିକ 250 ଗ୍ରାମରୁ କମ୍ ଖାଇବା ଆବଶ୍ୟକ। ଜଣେ ସାଧାରଣ ମଣିଷ 250 ଗ୍ରାମରୁ କମ୍ ଖାଇଲେ ଠିକ୍। ଏହାଠାରୁ ଅଧିକ ଖାଇଲେ ଏହା ଶରୀର ପାଇଁ କ୍ଷତିକାରୀ ହୋଇଥାଏ। ଯେଉଁମାନଙ୍କର ରିସେଣ୍ଟଲି କୌଣସି ଅପରେସନ ବା ସର୍ଜରୀ ହୋଇଛି ସେହି ବ୍ୟକ୍ତିମାନେ ଖାଇବେ ନାହିଁ। ଏହାଛଡ଼ା ଯେଉଁମାନଙ୍କର ରକ୍ତ କ୍ଲଟିଂ ହେବାର ସମ୍ଭାବନା ଅଧିକ ରହିଛି ବା କୋଆଗୁଲେସନ ଫର୍ମେସନ ସମ୍ଭାବନା ଅଧିକ ରହିଛି ସେଇମାନେ ଜାମୁକୋଳି ସମ୍ପୂର୍ଣ୍ଣ ରୂପେ ଆଭଏଡ କରିବା ଉଚିତ। ବନ୍ଧୁଗଣ, ଏସବୁ ଥିଲା ଜାମୁକୋଳିର ମହତ୍ତ୍ୱ, କିପରି ଖାଇବେ, ସାବଧାନତା, କେଉଁମାନେ ଖାଇବେ କେଉଁମାନେ ଖାଇବେ ନାହିଁ। ଆଶା କରୁଛି ଆପଣଙ୍କୁ ସୂଚନା ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ।